ଏଣିକି ଘର କରିବା ସହଜ ହେବ। ଲୋକେ ଗଢ଼ିବେ ନିଜ ସ୍ୱପ୍ନର ଘର। ବାଲିର ଆକାଶ ଛୁଆଁ ଦର ପାଇ ନିଜ ସ୍ୱପ୍ନର ଘର ତୋଳିବାକୁ ନାକେଦମ ହେଉଛନ୍ତି ଲୋକେ। ବାଲି ଅଭାବ ଓ ଏହାର ମହଙ୍ଗା ମାଡ଼ ଯୋଗୁଁ ଲୋକଙ୍କ ପକେଟକୁ ବାଧୁଛି। ପୁଣି ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଆଗକୁ ନେବାରେ ସରକାର ଆଣ୍ଠେଇ ପଡ଼ୁଛନ୍ତି। ତେଣୁ ଏହାର ବିକଳ୍ପ ଭାବେ ପ୍ଲାଏ ଆସ୍ରୁ ବାହାରିବ ବାଲି। କମ୍ ଦାମରେ ମିଳିବ, ନିର୍ମାଣର ସ୍ଥାୟିତ୍ୱ ବଢ଼ିବ। ପ୍ରଥମେ ସବୁ ସରକାରୀ କାମରେ ଏହାକୁ ବ୍ୟବହାର କରାଯିବ। ବାଲିକୁ ନେଇ ରହିଥିବା ଏହି ସବୁ ସମସ୍ୟାର ସମାଧାନ ପାଇଁ ପୂର୍ତ୍ତ ବିଭାଗ ଏକ ବିକଳ୍ପ ଚିନ୍ତା କରିଛି। ଏଣିକି ବିଭିନ୍ନ କାରଖାନାରୁ ବାହାରୁଥିବା ଫ୍ଲାଏ ଆଶ୍ ବା ପାଉଁଶରୁ ବାଲି ତିଆରି ପାଇଁ ଯୋଜନା ହେଉଛି। ଏହାକୁ ସତ କରିବାକୁ ଆଗେଇ ଆସିଛି ଆଇଆଇଟି ଭୁବନେଶ୍ୱର। ଆଇଆଇଟି ଭୁବନେଶ୍ୱର ଓ ପୂର୍ତ୍ତ ବିଭାଗ ମିଳିତ ଗବେଷଣା ଚଳାଇଛନ୍ତି। ଏହି ଗବେଷଣା ସଫଳ ବି ହୋଇଛି। ଫ୍ଲାଏ ଆଶ୍ରୁ ଜିଓ ପଲିମର ବେସ୍ ସ୍ୟାଣ୍ଡ ବା ବାଲି ପ୍ରସ୍ତୁତ ହେବ। ଇଣ୍ଡିଆନ୍ ରୋଡ୍ସ ଓ କଂକ୍ରିଟ୍ରେ ଉପସ୍ଥାପନା ପରେ ଏହାକୁ ବ୍ୟବହାର କରାଯିବ। ଅନେକ ଗୁଡ଼ିଏ ନୂଆ ଟେକ୍ନୋଲୋଜିର ଆଡପ୍ସନ୍ ଏଥର ଯେତେବେଳେ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ହେବ ସେତେବେଳେ ତାର ଏକ୍ଜିବିଟ୍ କରେଇବା, ସେ ଟେକ୍ନୋଲୋଜି ଉପରେ ଚର୍ଚ୍ଚା ଆଲୋଚନା କରି ଏ ପ୍ରକ୍ରିୟାକୁ ଯିବ। ତା ଭିତରୁ ଗୋଟିଏ ପ୍ରକ୍ରିୟା ହେଉଛି ଆଇଆଇଟି ଭୁବନେଶ୍ୱରର ସେମାନେ ଗୋଟିଏ ତାଙ୍କର ସେ ଟେକ୍ନୋଲୋଜିକୁ ସେମାନେ ଆଡପ୍ଟ କରିଛନ୍ତି ଏବଂ ସେଟାକୁ ସେମାନେ ତାର ଇନୋଭେସନ୍ର ପ୍ରକ୍ରିୟା ସେମାନେ କରିଛନ୍ତି। जो फ्लाई आश्रु ताको पुणी बाली को कन्वर्ट करेगा जो प्रक्रिया जहाँ फल कि विभिन्न जगार जो बालीर अवेलेबिलिटी बालीर अवेलेबिलिटी डिस्टेंस ये सब जिन जो समस्या तैयारी होची से जगार फ्लाई आश अवेलेबल थिले फ्लाई आश्रु बाली तैयारी करेबार जो प्रक्रिया से प्रक्रिया को से टेक्नोलोजी द्वारा करा जाय परिबो। से टेक्नोलोजी गुड़िक तार ऊपर एक्सरसाइज चलची से अवेलेबल तो आईआईटी भुवनेश्वर और आउ किछि ऑर्गेनाइजेशन से माने तार इनोवेशन प्रक्रिया करछंती तार वास्तव रे तार संभावना एवं तार व्यवहार जो प्रक्रिया ताकू थरे आईआरसी चलथिबा समय रे जो हम नुआ टेक्नोलोजी इनोवेशन प्रक्रिया डिस्कशन हबो से आलोचना हबो एवं आलोचना हला परे जदि सेटा सिद्धता तार प्रमाणित हबो से अनुजाई ताकू व्यवहार करिया पाई भी आमे आगु को चिंता कर प्लांट रो कथा नहीं एबे तार आईआरसी हेला बेलकू सेथिरे थरे तार सिद्धता सेठी प्रमाणिकता तार जो अछि से कथा को थरे सेठी आलोचना हबो आलोचना हेला परे तापरे विभाग निष्पत्ति नबो कोठी कोन करिया। भुवनेश्वर कैमरामैन हुर्सिकेश सह हर प्रसाद विषय रिपोर्ट रिपोर्टर्स टुडे।